ସାଙ୍ଗମାନେ ଆପଣମାନେ ଏଇ ଯୋଉ ସାଉଣ୍ଡ ଶୁଣୁଛନ୍ତି ନା ୟୁଜ୍ ବା ମୋର ନର୍ମାଲ ସାଉଣ୍ଡ ମୁଁ ଡାଇରେକ୍ଟ ମୋବାଇଲରୁ ରେକର୍ଡ କରୁଛି। ଦେଖନ୍ତୁ ଏଡିଟ୍ କଲା ପରେ ଭଏସଟି କେତେ କ୍ଲିୟର ଏବଂ ଏଚଡି ଲାଗୁଛି। ଆପଣମାନେ ବି ଚାହିଁଲେ ନିଜର ଭଏସକୁ ଏଚଡି ଭଏସରେ କନଭର୍ଟ କରିପାରିବେ। ଆପଣମାନେ ସମସ୍ତଙ୍କୁ ମୋର ଆଉ ଗୋଟେ ୱେଲକମ୍। ଆଜିର ଭିଡ଼ିଓ ମୁଁ ଆପଣମାନଙ୍କୁ କହିବି ବିନା ମାଇକରେ ଭଏସକୁ କେମିତି ଆପଣମାନେ 4K କ୍ୱାଲିଟି କନଭର୍ଟ କରିପାରିବେ। ଯଦି ଆପଣମାନଙ୍କର ଭଏସ ବେକାର ଅଛି, ନଏଜ ଅଛି, ଲୋ ସାଉଣ୍ଡ ଅଛି, ତାହେଲେ ଏଇ ଭିଡ଼ିଓଟି ଆପଣମାନଙ୍କ ପାଇଁ। ଗୋଟେ କ୍ଲିକରେ ଆପଣମାନଙ୍କର ନିଜର ବେକାର ଭଏସକୁ ଏଚଡି ଭଏସରେ କନଭର୍ଟ କରିପାରିବେ। ତ ସାଇଡରେ ମୋର ମୋବାଇଲ ସ୍କ୍ରିନ୍ ଆପଣମାନେ ଦେଖିପାରୁଥିବେ। ତ ଫାଷ୍ଟ ଆପଣମାନେ କ'ଣ କରିବେ ନା ପ୍ଲେ ଷ୍ଟୋର ଓପନ୍ କରିବେ। ପ୍ଲେ ଷ୍ଟୋର ଓପନ୍ କରିସାରିଲା ପରେ ସର୍ଚ୍ଚ ବଟନକୁ ଆପଣ ଏଠି କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ MP3 କନଭର୍ଟର ଆପ୍ ସର୍ଚ୍ଚ କରିବେ। ସର୍ଚ୍ଚ କରିସାରିଲା ପରେ ଆପଣମାନେ ଆପ୍ଟିକୁ ଇନଷ୍ଟଲ କରିବେ। ତ ଅଲରେଡି ମୁଁ ଇନଷ୍ଟଲ କରିଦେଇଛି। ଆପଣମାନେ ଯଦି ଇନଷ୍ଟଲ କରିନାହାନ୍ତି ଇନଷ୍ଟଲ କରିଦେବେ। ଇନଷ୍ଟଲ କରିସାରିଲା ପରେ ଆପ୍ଟିକୁ ଓପନ୍ କରିବେ। ଓପନ୍ କରିସାରିଲା ପରେ ନେକ୍ସଟ କ'ଣ କରିବେ ନା ଆପଣମାନେ ଏଇ ଫାଇଲ ବଟନ ଆପଣ ଏଠି କ୍ଲିକ୍ କରିବେ। ତ କ୍ଲିକ୍ କରିସାରିଲା ପରେ ଆପଣମାନେ ଯେଉଁ ଭିଡ଼ିଓଟି ରେକର୍ଡ କରିଛନ୍ତି ସେଇ ଭିଡ଼ିଓକୁ ଆପଣମାନେ ଏଠି ସିଲେକ୍ଟ କରିବେ। ସିଲେକ୍ଟ କରିସାରିଲା ପରେ ଆପଣମାନେ ଏଇ ଫାଷ୍ଟ ଅପସନକୁ ଆପଣ ଏଠି କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଆପଣମାନେ ଏଠି MP3 ସିଲେକ୍ଟ କରିବେ। ସିଲେକ୍ଟ କରିସାରିଲା ପରେ ତଳେ ଥିବା ଡାଉନଲୋଡ କନଭର୍ଟ ବଟନକୁ ଆପଣ ଏଠି କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଆପଣମାନଙ୍କର ଭିଡ଼ିଓଟି ଭଏସରେ କନଭର୍ଟ ହେଇଯିବ। ନେକ୍ସଟ ଡାଉନଲୋଡ କରିବାକୁ ହେଲେ ଆପଣମାନେ ଏଇ ଡାଉନଲୋଡ ବଟନ ଆପଣ ଏଠି କ୍ଲିକ୍ କରିବେ। ନେକ୍ସଟ କ'ଣ କରିବେ ନା ନିଜର ଫାଇଲ ଓପନ୍ କରିବେ। ଓପନ୍ କରିସାରିଲା ପରେ ଆପଣମାନେ ଏଇ ନେକ୍ସଟ କ'ଣ କରିବେ ନା ଆପଣମାନେ ଯେଉଁ ଭଏସକୁ ଆପଣମାନେ ଏଠି କନଭର୍ଟ କଲେ ସେଇ ଭଏସକୁ ଆପଣ ଏଠି ରିନେମ୍ କରିବେ। ରିନେମ୍ କଲେ ଆପଣମାନଙ୍କୁ ପରେ ବହୁତ ସୁବିଧା ହେବ। ତ ଏମିତି କିଛି ଆପଣମାନେ ଲେଖିକିରି ସେଭ୍ କରିଦେବେ। ସେଭ୍ କରିସାରିଲା ପରେ ନେକ୍ସଟ କ'ଣ କରିବେ ନା ଆପଣମାନେ ନିଜର ଗୁଗଲ ବ୍ରାଉଜର ଓପନ୍ କରିବେ। ଓପନ୍ କରିସାରିଲା ପରେ ଆପଣମାନେ ଏଠି ଆବାଉଟ୍ ପୋଡକାଷ୍ଟ ଲେଖି ସର୍ଚ୍ଚ କରିଦେବେ। ସର୍ଚ୍ଚ କରିସାରିଲା ପରେ ଆପଣମାନେ ଏଠି ଦେଖିପାରୁଥିବେ ଏନହାନ୍ସ ସ୍ପିଚ୍ ଭର୍ସନ 2 ଆପଣ ଏଠି କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଉପରେ ଥିବା ସାଇନ୍ ବଟନକୁ ଆପଣ ଏଠି କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଆପଣମାନେ ନିଜର ଯେକୌଣସି ଗୋଟେ ମେଲ୍ ଦେଇକରି ସାଇନ୍ ଇନ୍ କରିଦେବେ। ସୋ ସାଇନ୍ ଇନ୍ କରିସାରିଲା ପରେ ଆପଣମାନେ ଏଠି ଟ୍ରାଏ ନାଉ ଉପରେ ଆପଣ ଏଠି କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଉପରେ ଥିବା କ୍ଲିକ୍ କରିସାରିଲା ପରେ ଚୁଜ୍ ଫାଇଲ୍ ଉପରେ ଆପଣ ଏଠି କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଫାଇଲ୍ ବଟନକୁ ଆପଣ ଏଠି କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଆପଣଙ୍କର ନିଜର ଆପଣମାନେ ଯେଉଁ ଭଏସଟି କନଭର୍ଟ କରିଥିଲେ ସେଇ ଭଏସକୁ ଆପଣ ଏଠି ସିଲେକ୍ଟ କରିବେ। ସିଲେକ୍ଟ କରିସାରିଲା ପରେ ଆପଣ କିଛି ସମୟ ମଧ୍ୟରେ ଆପଣମାନଙ୍କର ଭଏସଟି ଏନହାନ୍ସ ହେଇଯିବ। ଆପଣମାନେ କିଛି ସମୟ ମଧ୍ୟରେ ନିଜ ଭଏସଟି ଏନହାନ୍ସ ହେଇଯିବ, ଯାହାକି ଆପଣମାନଙ୍କର ଭଏସରେ ଥିବା ନଏଜ ସବୁକିଛି ଆପଣମାନଙ୍କର କ୍ଲିୟର ହେଇଯିବ। ନେକ୍ସଟ କ'ଣ କରିବେ ନା ଯଦି ଡାଉନଲୋଡ କରିବାର ଅଛି ତଳେ ଥିବା ଡାଉନଲୋଡ ବଟନ ଆପଣ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଆପଣମାନଙ୍କର ଏଇ ଏନହାନ୍ସ ଭଏସଟି ଡାଉନଲୋଡ ହେଇଯିବ। ତ ଏମିତି ଭାବରେ ଆପଣମାନଙ୍କର ଯେକୌଣସି ବେକାର ଭଏସକୁ ଏନହାନ୍ସ କରିକିରି ପୁରା ଏଚଡି ଭଏସରେ କନଭର୍ଟ କରିପାରିବେ।